ଆଜି ଆମେ ଏହି ଭିଡ଼ିଓରେ ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ ବହିର କିଏ ଭାସେ କିଏ ବୁଡ଼େ ବିଷୟର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। 1 ନମ୍ବରଟି କହିଛି ଉତ୍ତର କୁହ। କ ନମ୍ବରଟି କହିଛି ଡାକବାଜି ଯନ୍ତ୍ରରେ ସକାଳୁ 2 ଜଣ ଲୋକ କ'ଣ ପ୍ରଚାର କରୁଥିଲେ? ଆନ୍ସାର, ଡାକବାଜି ଯନ୍ତ୍ରରେ ସକାଳୁ 2 ଜଣ ଲୋକ ରାତିରେ ଅଭିନୀତ ହେବାକୁ ଥିବା ନାଟକ ବିଷୟରେ ପ୍ରଚାର କରୁଥିଲେ। ଖ ନମ୍ବରଟି କହିଛି ସେମାନେ କେଉଁ ନାଟକ କଥା ପ୍ରଚାର କଲେ? ଆନ୍ସାର, ସେମାନେ ସମ୍ପୂର୍ଣ୍ଣ ଏକ ନୂଆ ଧରଣର ନାଟକ ଭାସିଲା ପଥର ବୁଡ଼ିଲା ସୋଲ ନାଟକ କଥା ପ୍ରଚାର କଲେ। ଗ ନମ୍ବର, ପୋଲିସ କାହାକୁ ଧରି ନେଇଗଲା? ଆନ୍ସାର, ଯେଉଁ ଲୋକଟା ନିରୀହ ଓ ନିର୍ଦ୍ଦୋଷ ଥିଲା ପୋଲିସ ତାକୁ ଭୁଲରେ ଧରି ନେଇଗଲା। ଘ ନମ୍ବରଟି କହିଛି ଆର୍କିମିଡିସ୍ କ'ଣ କହି କହି ଦାଣ୍ଡରେ ଧାଇଁଲେ? ଆନ୍ସାର, ଆର୍କିମିଡିସ୍ ୟୁରେକା ୟୁରେକା ବୋଲି କହି କହି ଦାଣ୍ଡରେ ଧାଇଁଲେ। ଙ ନମ୍ବର, ରାଜା କ'ଣ ପରୀକ୍ଷା କରିବାକୁ ଚାହିଁଥିଲେ? ଆନ୍ସାର, ରାଜା ତାଙ୍କର ମୁକୁଟଟି ଖାଣ୍ଟି ସୁନାର କିମ୍ବା କାରିଗର ସେଥିରେ କିଛି ନକଲି ସୁନା ମିଶାଇଛି ତାହା ଜାଣିବାକୁ ଚାହିଁଥିଲେ। ଚ ନମ୍ବର, ଆର୍କିମିଡିସ୍ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଆନ୍ସାର, ଆର୍କିମିଡିସ୍ ଇଟାଲୀର ସିସିଲି ଦ୍ୱୀପ ଅନ୍ତର୍ଗତ ସିରାକ୍ୟୁଜ୍ ନାମକ ସହରରେ ଖ୍ରୀଷ୍ଟପୂର୍ବ 287ରେ ଜନ୍ମଗ୍ରହଣ କରିଥିଲେ। ତାପରେ 2 ନମ୍ବରଟି କହିଛି ଉତ୍ତର ଲେଖ। କ ନମ୍ବରଟି କହିଛି ନାଟକର ନାଁ ଶୁଣି ଲୋକମାନେ କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲେ? ଆନ୍ସାର, ଲେଖକଙ୍କ ସହରକୁ ଥରେ ଗୋଟିଏ ଯାତ୍ରା ଦଳ ଆସିଥିଲେ। ସେମାନେ ଭଲ ଭଲ ନାଟକ ଅଭିନୟ କରୁଥିଲେ। କେଉଁ ରାତିରେ କି ନାଟକ ଅଭିନୀତ ହେବ ସେ କଥା ଆଗରୁ ଘୋଷଣା କରୁଥିଲେ। ଦିନେ ସେମାନେ ପ୍ରଚାର କଲେ ପୂରାପୂରି ଗୋଟିଏ ନୂଆ ଧରଣର ନାଟକ କଥା। ସେହି ନାଟକର ନାଁ ଥିଲା ଭାସିଲା ପଥର ବୁଡ଼ିଲା ସୋଲ। ଏହି ନାଁଟି ଶୁଣି ଲୋକମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ କାରଣ ଏହା ଏକ ବିପରୀତ କଥା। ପଥର ବୁଡ଼େ, ସୋଲ ଭାସେ ଏହା ସମସ୍ତେ ଜାଣନ୍ତି, କିନ୍ତୁ ସେମାନେ କହୁଥିଲେ ପଥର ଭାସିଲା ସୋଲ ବୁଡ଼ିଲା। ତାପରେ ଖ ନମ୍ବରଟି କହିଛି କେଉଁ କାରଣରୁ ନାଟକ ଶେଷରେ ଲୋକମାନେ ନିରାଶ ହେଲେ? ଆନ୍ସାର, ନାଟକ ଦଳ ନାଟକର ନାଁ ଘୋଷଣା କରିଦେଲେ ଭାସିଲା ପଥର ବୁଡ଼ିଲା ସୋଲ। ଏଭଳି ନାଟକଟିଏ ଦେଖିବା ପାଇଁ ଲୋକମାନଙ୍କର କୌତୂହଳ ବଢ଼ିଲା। ସନ୍ଧ୍ୟାବେଳେ ଯାତ୍ରା ପଡ଼ିଆରେ ପ୍ରବଳ ଜନଗହଳି ହେଲା। କେତେ ଆଡ଼ୁ କେତେ ଲୋକ ଆସି ଯାତ୍ରା ଦେଖିବା ପାଇଁ ଭିଡ଼ ଜମାଇଲେ। ଟିକେଟ କାଟି ଭିତରେ ପଶିଲେ। ପୋଲିସମାନେ ଶୃଙ୍ଖଳା ରକ୍ଷା କରିବା ପାଇଁ ବାହାରେ ଜଗି ରହିଲେ। କିନ୍ତୁ ନାଟକ ଶେଷରେ ଲୋକମାନେ ନିରାଶ ହେଲେ କାରଣ ଯାତ୍ରାରେ ସୋଲ ନଥିଲା, ପଥର ନଥିଲା କି ପାଣି ନଥିଲା। ନୀତିଦିନିଆ ଘଟଣା ପରି ନାଟକର ବିଷୟବସ୍ତୁ ଥିଲା। ତାପରେ ଗ ନମ୍ବରଟି କହିଛି ଲୋକମାନେ କେଉଁଥିପାଇଁ ଆର୍କିମିଡିସ୍କୁ ପାଗଳ ବୋଲି ଭାବିଲେ? ଆନ୍ସାର, ଆର୍କିମିଡିସ୍ ଗାଧୁଆ କୁଣ୍ଡରେ ପଶିଯିବା ମାତ୍ରେ ସେଥିରୁ କିଛି ପାଣି ଉଛୁଳି ବାହାରକୁ ଚାଲିଗଲା। ସେ କୁଣ୍ଡ ଭିତରେ ବସିଥିବା ବେଳେ ଅନୁଭବ କଲେ କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି। ସେ ହଠାତ୍ ବିଜ୍ଞାନର ଗୋଟିଏ ନୂତନ ସତ୍ୟ ପାଇଗଲେ ବୋଲି ଜାଣିପାରିଲେ। ସେ କୁଣ୍ଡରୁ ଉଠିପଡ଼ି ଉଲଗ୍ନ ଅବସ୍ଥାରେ ୟୁରେକା ୟୁରେକା କହି ମଝି ଦାଣ୍ଡରେ ଧାଇଁଲେ। ତେଣୁ ଲୋକମାନେ ତାଙ୍କୁ ପାଗଳ ବୋଲି ଭାବିଲେ। ତାପରେ ଘ ନମ୍ବରଟି କହିଛି ଆର୍କିମିଡିସ୍ ଏତେ ବିହ୍ୱଳ ହେବାର କାରଣ କ'ଣ? ଆନ୍ସାର, ଆର୍କିମିଡିସ୍ ବହୁଦିନ ଧରି ଖୋଜୁଥିବା ବିଜ୍ଞାନର ଗୋଟିଏ ତତ୍ତ୍ୱକୁ ହଠାତ୍ ପାଇଯିବାରୁ ଖୁସିରେ ବିହ୍ୱଳ ହୋଇଯାଇଥିଲେ। ତାପରେ ଙ ନମ୍ବରଟି କହିଛି ଆର୍କିମିଡିସ୍ କେଉଁ ସକାଶେ ଚିନ୍ତିତ ଥିଲେ? ଆନ୍ସାର, ଆର୍କିମିଡିସ୍କୁ ସେ ଦେଶର ରାଜା ଖୁବ୍ ଆଦର ସମ୍ମାନ କରୁଥିଲେ। ରାଜା ଥରେ ନିଜ ପାଇଁ ଏକ ସୁନାର ମୁକୁଟ ତିଆରି କରାଇଥିଲେ। ମୁକୁଟଟି ଖାଣ୍ଟି ସୁନାର କିମ୍ବା କାରିଗର ସେଥିରେ କିଛି ନକଲି ସୁନା ମିଶାଇଛି ତାହା ସେ ଜାଣିବାକୁ ଚାହିଁଲେ। ମୁକୁଟଟିକୁ ନ ଭାଙ୍ଗି କିମ୍ବା ନିଆଁରେ ନ ତରଳାଇ ଏ କଥାଟି କିପରି ଜାଣିହେବ ସେ ଦାୟିତ୍ୱ ଆର୍କିମିଡିସ୍କୁ ଦିଆଯାଇଥିଲା। ଆର୍କିମିଡିସ୍ ଏଥିପାଇଁ ଚିନ୍ତିତ ଥିଲେ। ତାପରେ ଚ ନମ୍ବରଟି କହିଛି ଗାଧୋଇବା ସମୟରେ ଆର୍କିମିଡିସ୍ଙ୍କ ମୁଣ୍ଡକୁ କେଉଁ କଥା ଜୁଟିଗଲା? ଆନ୍ସାର, ସୁନା ମୁକୁଟଟିକୁ ନ ଭାଙ୍ଗି କିମ୍ବା ନିଆଁରେ ନ ତରଳାଇ ସେଥିରେ ଖାଣ୍ଟି ସୁନା ଅଛି କି କିଛି ନକଲି ସୁନା ମିଶିଛି ତାହା ଜାଣିବାର ମୂଳ ସୂତ୍ରଟି ଗାଧୋଇବା ସମୟରେ ଆର୍କିମିଡିସ୍ଙ୍କ ମୁଣ୍ଡକୁ ଜୁଟିଗଲା। ତାପରେ 6 ନମ୍ବରଟି କହିଛି ଲୁହା କାହିଁକି ତଳକୁ ବୁଡ଼ିଯାଏ? ଆନ୍ସାର, ପାଣିର ଠେଲା ବଳ ଲୁହାର ଓଜନଠାରୁ କମ୍ ହେବାରୁ ଲୁହା ତଳକୁ ବୁଡ଼ିଯାଏ। ତାପରେ 3 ନମ୍ବରଟି କହିଛି ସରଳ ଭାଷାରେ ବୁଝାଇ ଲେଖ। କ ନମ୍ବରଟି କହିଛି ସବୁ କଥାକୁ ଏମିତି ନିଠେଇ କରି ଧରୁଛି ଆଜିକାଲି ପିଲାଙ୍କର ଲକ୍ଷଣ ହେଉଛି ଏଇଆ। ଆନ୍ସାର, ସବୁ ... ଏଇଆ। ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ପୁସ୍ତକର କିଏ ଭାସେ କିଏ ବୁଡ଼େ ଶୀର୍ଷକ ପ୍ରବନ୍ଧରୁ ଆଣିତ। ଏହି ପ୍ରସଙ୍ଗରେ ଲେଖକ ଡକ୍ଟର କୁଳମଣି ସାମଲ ବିଜ୍ଞାନ ଯୁଗର ପିଲାମାନଙ୍କ ସବୁ କଥାକୁ ଜାଣିବାର ଆଗ୍ରହ ବିଷୟରେ ଆଲୋଚନା କରିଛନ୍ତି। ଅଜାଙ୍କ ସାଙ୍ଗରେ ନାଟକ ଦେଖିବାକୁ ଯାଇଥିବା ମୁନା ଭାସିବା ବୁଡ଼ିବା କଥା କିଛି ବୁଝିପାରିଲା ନାହିଁ।
କିଏ ଭାସେ କିଏ ବୁଡ଼େ ବୋଲି ସେ ଅଜାଙ୍କୁ ପ୍ରଶ୍ନ ପଚାରିଲା। ଅଜା ଚଟ୍ କରି କହିଦେଲେ ଯେ ପଥର ପାଣିରେ ବୁଡ଼େ ଓ ସୋଲ ଭାସେ। କିନ୍ତୁ ମୁନା ଏଥିରେ ସନ୍ତୁଷ୍ଟ ନ ହୋଇ ବିଭିନ୍ନ ଯୁକ୍ତି କଲା। ତେଣୁ ଅଜା ଚିଡ଼ି ଉଠିଲେ। ସବୁ କଥାକୁ ନିଠେଇ କରି ଧରିବା ଆଜିକାଲିର ବିଜ୍ଞାନ ଯୁଗର ପିଲାମାନଙ୍କର ଲକ୍ଷଣ ବୋଲି ସେ କହିଲେ। ପ୍ରସଙ୍ଗଟି ପ୍ରଶଂସନୀୟ। ତାପରେ ଖ ନମ୍ବରଟି କହିଛି ଗୋଟିଏ ଛୋଟିଆ ଘଟଣାରୁ କେମିତି ବିଜ୍ଞାନର ଏଡ଼େ ବଡ଼ ତଥ୍ୟଟିଏ ମିଳିଗଲା। ଆନ୍ସାର ଗୋଟିଏ ... ମିଳିଗଲା। ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ପୁସ୍ତକର କିଏ ଭାସେ କିଏ ବୁଡ଼େ ପ୍ରବନ୍ଧରୁ ଆଣିତ। ଏଠାରେ ପ୍ରାବନ୍ଧିକ ଡକ୍ଟର କୁଳମଣି ସାମଲ ଗୋଟିଏ ଛୋଟିଆ ଘଟଣାରୁ ମିଳିଥିବା ବିଜ୍ଞାନର ବଡ଼ ତଥ୍ୟଟିଏ ବିଷୟରେ ମୁନା ମୁହଁରେ ବର୍ଣ୍ଣନା କରିଛନ୍ତି। ମୁନା ଅଜାଠାରୁ ଶୁଣିଲା ଯେ ଆର୍କିମିଡ଼ିସ୍ କେବଳ ଜଣେ ବଡ଼ ବୈଜ୍ଞାନିକ ନଥିଲେ, ସେ ଥିଲେ ଜଣେ ଗଣିତଜ୍ଞ। ଗାଧୁଆ ଘର ପାଣିକୁଣ୍ଡରୁ ସେ ବିଜ୍ଞାନର ଯେଉଁ ତଥ୍ୟଟି ପାଇଥିଲେ ତାକୁ ପ୍ରୟୋଗ କରି ରାଜାଙ୍କର ମୁକୁଟଟି ଖାଣ୍ଟି ସୁନାରେ ତିଆରି କି ନାହିଁ ତାହା ଜାଣିପାରିଲେ। ଏହା ଶୁଣି ମୁନା ଖୁସି ହୋଇ ତାଳି ମାରି କହିଲା ଯେ ଗୋଟିଏ ଛୋଟିଆ ଘଟଣାରୁ ବିଜ୍ଞାନର ବଡ଼ ତଥ୍ୟଟିଏ ମିଳିଗଲା। ପ୍ରବନ୍ଧଟି ଶିକ୍ଷଣୀୟ। ତାପରେ 4 ନମ୍ବରଟି କହିଛି ଏହି ପାଠରେ ଠେଲାଠେଲି ପରି ଆଉ କେତେ ଗୁଡ଼ିଏ ଯୋଡ଼ା ଶବ୍ଦ ରହିଛି ତାକୁ ଖୋଜି ବାହାର କର। ଆନ୍ସାର ଭଲ ଭଲ, ବଛା ବଛା, ପୁରାପୁରି, ଗଡ଼ାଗଡ଼ି, ମରାମରି, କୁହାକୁହି। ତାପରେ 5 ନମ୍ବରଟି କହିଛି ତଳ ଅନୁଚ୍ଛେଦଟିରେ କୌଣସି ବିରାମ ଚିହ୍ନ ଦିଆଯାଇ ନାହିଁ। ଉପଯୁକ୍ତ ବିରାମ ଚିହ୍ନ ଲଗାଇ ଅନୁଚ୍ଛେଦଟିକୁ ଆଉଥରେ ଲେଖ। ଆନ୍ସାର ମୁନା କିନ୍ତୁ ଛାଡ଼ିବା ପିଲା ନୁହେଁ। ସେ କହିଲା, ନାଇଁ ମୋ ଅଜା, କେତେ ପରିମାଣ ଲୁହା ବା ସୋଲକୁ କେତେ ପରିମାଣ ପାଣି ଦରକାର ସେ କଥା ନ କହିଲେ କିଏ ଓଜନିଆ କିଏ ହାଲୁକା ଜାଣି ହେବ କେମିତି? ତାପରେ 6 ନମ୍ବରଟି କହିଛି ନିମ୍ନଲିଖିତ ଶବ୍ଦକୁ ବ୍ୟବହାର କରି ମନରୁ ବାକ୍ୟ ତିଆରି କର। ଆନ୍ସାର ଅନୁତାପ। ନିଜର ଭୁଲ ପାଇଁ ମୁନା ଅନୁତାପ କଲା। ପ୍ରତିଭାବାନ। ଗୋପାଳ ଜଣେ ପ୍ରତିଭାବାନ ପିଲା। ସୂତ୍ର। ଛୋଟିଆ ଘଟଣାରୁ ଆର୍କିମିଡ଼ିସ୍ ବଡ଼ ସୂତ୍ରଟିଏ ପାଇଲେ। ଗଣିତଜ୍ଞ। ଆର୍କିମିଡ଼ିସ୍ ଖାଲି ବୈଜ୍ଞାନିକ ନଥିଲେ, ସେ ଥିଲେ ବଡ଼ ଗଣିତଜ୍ଞ। ତାପରେ 7 ନମ୍ବରଟି କହିଛି କ ସ୍ତମ୍ଭର ଯେଉଁ ଶବ୍ଦ ସହିତ ଖ ସ୍ତମ୍ଭର ଥିବା ଶବ୍ଦର ସମ୍ପର୍କ ଅଛି ତାକୁ ବାଛି ଲେଖ। ଆନ୍ସାର ସୁନ୍ଦର ସ୍ୱର, ଶାନ୍ତି ଶୃଙ୍ଖଳା, ନିଶ ଫୁଲାଇ, ଡାକବାଜି ଯନ୍ତ୍ର, ଉଲଗ୍ନ ଅବସ୍ଥା, ଖାଣ୍ଟି ସୁନା। ତାପରେ 8 ନମ୍ବରଟି କହିଛି ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ଆର୍କିମିଡ଼ିସ୍ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ। ଆନ୍ସାର ଇଟାଲୀର ସିସିଲି ଦ୍ୱୀପ ଅନ୍ତର୍ଗତ ସିରାକ୍ୟୁଜ୍ ନାମକ ସହରରେ ଖ୍ରୀଷ୍ଟପୂର୍ବ 287ରେ ଜନ୍ମଗ୍ରହଣ କରିଥିବା ବୈଜ୍ଞାନିକ ଆର୍କିମିଡ଼ିସ୍ ମାନବ ଜଗତକୁ ଏକ ମୂଲ୍ୟବାନ ତଥ୍ୟ ଦେଇଥିଲେ। ସିରାକ୍ୟୁଜର ରାଜାଙ୍କ ସହିତ ରୋମୀୟମାନଙ୍କର ଯୁଦ୍ଧ ସମୟରେ ରୋମୀୟ ସୈନ୍ୟମାନେ ଭୁଲରେ ଆର୍କିମିଡ଼ିସ୍ଙ୍କୁ ହତ୍ୟା କଲେ। ଏକଥା ଜଣାପଡ଼ିବା ପରେ ସେମାନେ ଖୁବ୍ ଅନୁତାପ କରିଥିଲେ। ଶତ୍ରୁ ସୈନ୍ୟ ହେଲେ ମଧ୍ୟ ଏଭଳି ଜଣେ ପ୍ରତିଭାବାନ ବୈଜ୍ଞାନିକଙ୍କ ନିକଟରେ ସେମାନଙ୍କର ମୁଣ୍ଡ ନଇଁଗଲା। ତାଙ୍କ ଉଦ୍ଦେଶ୍ୟରେ ଭକ୍ତି ଓ ସମ୍ମାନ ଜଣାଇ ଶବକୁ ନେଇ ସମାଧି ଦେଲେ। ତାପରେ 9 ନମ୍ବରଟି କହିଛି ଅଭିନୟ ଶବ୍ଦରୁ ଯେପରି ଅଭିନୀତ ହେଉଛି ସେହିପରି ନିମ୍ନଲିଖିତ ଶବ୍ଦଗୁଡ଼ିକର ନୂଆ ରୂପଟି କ'ଣ ହେବ ଲେଖ। ଆନ୍ସାର ଆବିଷ୍କାର, ଆବିଷ୍କୃତ, ଶୃଙ୍ଖଳା, ଶୃଙ୍ଖଳିତ, ପୁରସ୍କାର, ପୁରସ୍କୃତ, ଅନୁମାନ, ଅନୁମିତ, ଅନୁଭବ, ଅନୁଭୂତ। ତାପରେ 10 ନମ୍ବରଟି କହିଛି ଗଣିତ ଯେ ଜାଣନ୍ତି ତାଙ୍କୁ ଗୋଟିଏ ଶବ୍ଦରେ କୁହାଯାଏ ଗଣିତଜ୍ଞ। ସେହିପରି ଏମାନଙ୍କୁ ଗୋଟିଏ ଶବ୍ଦରେ କ'ଣ କୁହାଯାଏ ଲେଖ। ଆନ୍ସାର ସଙ୍ଗୀତ ଯେ ଜାଣନ୍ତି ସଙ୍ଗୀତଜ୍ଞ, ବେଦ ଯେ ଜାଣନ୍ତି ବେଦଜ୍ଞ, ଶାସ୍ତ୍ର ଯେ ଜାଣନ୍ତି ଶାସ୍ତ୍ରଜ୍ଞ, ଆଇନ ଯେ ଜାଣନ୍ତି ଆଇନଜ୍ଞ, ରାଜନୀତି ଯେ ଜାଣନ୍ତି ରାଜନୀତିଜ୍ଞ, ସଂସ୍କୃତ ଯେ ଜାଣନ୍ତି ସଂସ୍କୃତଜ୍ଞ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।